ଜାଣିଛନ୍ତି କି ଭଗବାନ ଶିବ କେମିତି ଜନ୍ମ ହେଲେ? ଭଗବାନ ଶିବଙ୍କ ପିତା କିଏ? ଦେବଦେବ ମହାଦେବଙ୍କ ମାଙ୍କ ନାମ କ'ଣ? ଭଗବାନ ଶିବ ଏବଂ ଭଗବାନ ବିଷ୍ଣୁଙ୍କ ମଧ୍ୟରେ ଶ୍ରେଷ୍ଠ କିଏ? ଜାଣନ୍ତି କି ବ୍ରହ୍ମଦେବଙ୍କୁ ଭଗବାନ ଶିବଙ୍କ ପିତା କାହିଁକି କୁହାଯାଏ? ତେବେ ସାଙ୍ଗମାନେ, ଆପଣମାନଙ୍କ ଭିତରୁ ହୁଏତ କିଛି ଜଣ ଏ ବିଷୟରେ ନିଶ୍ଚିତ ଜାଣିଥିବେ। ଆଉ ନାନା ମୁନିଙ୍କର ନାନା ମତ ପରି ଅନେକ ଲୋକ ଅନେକ କଥା କହୁଥିବେ, କିନ୍ତୁ ମୁଁ ଆଜି ଆପଣମାନଙ୍କୁ କହିବି ଏ ରହସ୍ୟମୟ କଥାର ବାସ୍ତବ କଥା। ତେବେ ଏ ସବୁ ପ୍ରଶ୍ନର ସଠିକ୍ ଉତ୍ତର ଓ ଶିବ କଥା ଜାଣିବା ପାଇଁ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଆଉ ଯଦି ଆପଣ ସତରେ ଜଣେ ଶିବ ଭକ୍ତ ହୋଇଥିବେ, ତେବେ କମେଣ୍ଟରେ ଓಂ ନମଃ ଶିବାୟ ବା ହର ହର ମହାଦେବ ଲେଖି ଭକ୍ତିର ସହିତ ଭିଡ଼ିଓଟିକୁ ଦେଖନ୍ତୁ। ସାଙ୍ଗମାନେ, କୁହାଯାଏ ଯେ ଭଗବାନ ଶିବଙ୍କର ଜନ୍ମ ନାହିଁ କି ମୃତ୍ୟୁ ନାହିଁ। ସେ ଅଜନ୍ମା, ସେ ଆଦି, ସେ ହିଁ ଅନାଦି। ତାଙ୍କରି ଠାରୁ ସୃଷ୍ଟିର ଆଦି ଆଉ ଅନ୍ତ। ପ୍ରଭୁ ଆଦିନାଥ ଏବଂ ମାତା ଆଦିଶକ୍ତିଙ୍କ ଶୂନ୍ୟ ସଂଯୋଗରେ ଓମ୍କାର ଧ୍ୱନିରୁ ଜାତ ବିଷ୍ଣୁଙ୍କ ଜନ୍ମ। ପରବର୍ତ୍ତୀ ସମୟରେ ଭଗବାନ ବିଷ୍ଣୁଙ୍କ ନାଭି ପଦ୍ମରୁ ବ୍ରହ୍ମଦେବ ପ୍ରକଟ ହୋଇଥିଲେ। କିନ୍ତୁ ଭଗବାନ ଶିବଙ୍କର ଜନ୍ମକୁ ନେଇ କୌଣସି ନିଶ୍ଚିତବଦ୍ଧତା ନାହିଁ। ବିଷ୍ଣୁ ପୁରାଣରେ ଭଗବାନ ବିଷ୍ଣୁଙ୍କ ଲଲାଟରୁ ଭଗବାନ ଶିବଙ୍କର ଜନ୍ମ ହୋଇଥିଲା, କିନ୍ତୁ ଆଚାର ସଂହିତାର ଶାସ୍ତ୍ର ଅନୁଯାୟୀ ମୂଳ ସନାତନ ଶାସ୍ତ୍ର କହେ ଶିବ ଅଜନ୍ମା। ସେ ସ୍ୱୟଂଭୂ, ସ୍ୱୟଂ ଜନ୍ମିତ, ଆଦି ଅନନ୍ତ। ଯେତେବେଳେ ସୃଷ୍ଟିର କିଛି ନଥିଲା, ଚାରିଆଡ଼ କେବଳ ମହାଶୂନ୍ୟ ଥିଲା। ସେ ମହାଶୂନ୍ୟ ଭିତରେ ପ୍ରଭୁ ନିରାକାର କରୁଣା ସାଗର ଦେବଦେବ ମହାଦେବ ସୃଷ୍ଟିରେ ବିଚରଣ କରୁଥିଲେ। ସେ ହିଁ ସୃଷ୍ଟିକୁ ସର୍ଜନା କରନ୍ତି। ଅନ୍ୟାୟ ଅତ୍ୟାଚାର ପାପ ବଢ଼ିଲେ ପୁଣି ସୃଷ୍ଟିକୁ ବିନାଶ କରିଦିଅନ୍ତି। ଏମିତି କାତିପାତ ଭିତରେ ଭଗବାନ ଶିବ ଏବଂ ତାଙ୍କ ଭିତରେ ସମାହିତ ଥିବା ଆଦିଶକ୍ତି ଏକ ସୁନ୍ଦର ସୃଷ୍ଟିର ନିର୍ମାଣ ପାଇଁ ଇଚ୍ଛା ପ୍ରକଟ କଲେ। ସୃଷ୍ଟିର ପ୍ରାରମ୍ଭରେ ଆଦିମାତା ଆଦିଶକ୍ତି ଏବଂ ଆଦି ବ୍ରହ୍ମ ଶିବ ସୃଷ୍ଟି ସର୍ଜନା ପାଇଁ ଜ୍ୟୋତିର୍ଜନ୍ମ ପଦ୍ଧତିରେ ନିଜର ଗୋଟିଏ ଅଂଶ ଭଗବାନ ବିଷ୍ଣୁଙ୍କ ରୂପରେ ଅବତରିତ କରାଇଥିଲେ ଏବଂ ଭଗବାନ ବିଷ୍ଣୁଙ୍କ ନାଭି ପଦ୍ମରୁ ବ୍ରହ୍ମଦେବ ପ୍ରକଟ ହୋଇଥିଲେ। ଏହାପରେ ଭଗବାନଙ୍କ ସୁନ୍ଦର ସୃଷ୍ଟିକୁ କଳ୍ପନା କରିବା ପାଇଁ ନିଜ ନିଜର ଦାୟିତ୍ୱ ବଣ୍ଟନ କରାଯାଇଥିଲା। କିନ୍ତୁ ଏ ବିଷୟରେ ଆଗକୁ ଅଧିକ ଜାଣିବା ପୂର୍ବରୁ ଆପଣମାନେ ଜାଣି ରଖିବା ଉଚିତ ଯେ ଏକ ବ୍ରହ୍ମ ଦ୍ୱିତୀୟ ନାସ୍ତି, ଅର୍ଥାତ୍ ଭଗବାନ କେବଳ ଜଣେ। ଆପଣମାନେ ଯେଉଁ ରୂପରେ ଖୋଜିବେ ସେହି ରୂପରେ ପାଇବେ। ସମ୍ପୂର୍ଣ୍ଣ ସୃଷ୍ଟିକୁ ସୁଚାରୁ ରୂପରେ ଚଳାଇବା ପାଇଁ ନିଜକୁ ପୃଥକ ପୃଥକ କରି ବିଭିନ୍ନ ଅଂଶ ବିଶେଷକୁ ଭିନ୍ନ ଭିନ୍ନ ଏକ ପରିଚୟ ଦେଇ ସୃଷ୍ଟି ସଞ୍ଚାଳନକୁ ଭଗବାନ ସହଜ କରିଥିଲେ। ତେବେ ସୃଷ୍ଟି ସର୍ଜନା ପୂର୍ବରୁ ମହା ଅନ୍ତାକ୍ଷରୀରେ ତିନି ଭଗବାନ ବିଷ୍ଣୁ ଓ ବ୍ରହ୍ମଙ୍କ ମଧ୍ୟରେ କଳି ଲାଗିଥିଲା। କଳିର କାରଣ ଥିଲା ଦୁହିଁଙ୍କ ମଧ୍ୟରେ ଶ୍ରେଷ୍ଠ କିଏ। ଦୁହିଁଙ୍କର କଳି ବଢ଼ିବାର ଦେଖି ହଠାତ୍ ଏକ ଶୂନ୍ୟ ବାଣୀ ହେଲା, ଦୁହିଁଙ୍କ ଭିତରେ କିଏ ଶ୍ରେଷ୍ଠ ତୁମ ଭିତରେ ପରୀକ୍ଷା ହେଲେ ଜଣାପଡ଼ିବ। ଏହା ଶୁଣିବା ପରେ ଭଗବାନ ବିଷ୍ଣୁ ଆଗ୍ରହ କଲେ ଜାଣିବା ପାଇଁ ଯେ ମହାଶୟ ଆପଣ କିଏ, ଆପଣଙ୍କ ପରିଚୟ କ'ଣ। ତତ୍ସହିତ ବ୍ରହ୍ମା ମଧ୍ୟ କହିଲେ, ଆପଣ ଯିଏ ବି ହୋଇଥାନ୍ତୁ ନା କାହିଁକି, ପ୍ରଥମେ ଆମକୁ ଦର୍ଶନ ଦିଅନ୍ତୁ, ଆଉ ମୁଁ କାହିଁକି ଆପଣଙ୍କ କଥାକୁ ମାନିନେବି। ମୁଁ ଜାଣିଛି ମୁଁ ହିଁ ଶ୍ରେଷ୍ଠ। ବ୍ରହ୍ମାଙ୍କ ମୁଖ ନିଃସୃତ ଏପରି ଅହଙ୍କାର ଯୁକ୍ତ କଥା ଶୁଣି ଏକ ବିରାଟ ଜ୍ୟୋତିର୍ଲିଙ୍ଗ ଆବିର୍ଭାବ ହେଲେ। ଲିଙ୍ଗର ବିଶାଳକାୟ ରୂପ ଦେଖି ଆଶ୍ଚର୍ଯ୍ୟ ହେଲେ ବ୍ରହ୍ମା ଓ ବିଷ୍ଣୁ। ଏହାପରେ ବିଷ୍ଣୁଙ୍କ ଆଗ୍ରହ କ୍ରମେ ଭଗବାନ ଶିବ ଏକ ଜ୍ୟୋତିର୍ଲିଙ୍ଗରୁ ବାହାରି ଭଗବାନ ଶଙ୍କର ରୂପରେ ଉଭା ହୋଇଥିଲେ। ଏହାପରେ ଭଗବାନ ଶିବ କହିଲେ, ଏ ଜ୍ୟୋତିର୍ଲିଙ୍ଗର ଆଦି ଅନ୍ତ ଯିଏ କହିପାରିବ ସେ ହିଁ ଶ୍ରେଷ୍ଠ। ଏହା ଶୁଣିବା ମାତ୍ରେ ଅହଙ୍କାରୀ ବ୍ରହ୍ମା ତୁରନ୍ତ ଅନ୍ତାକ୍ଷରୀର ଉପରି ଭାଗକୁ ଗତି କରିବା ଆରମ୍ଭ କଲେ। କିନ୍ତୁ ବିଷ୍ଣୁ ଭଗବାନ ଶିବଙ୍କ ଆଜ୍ଞା ନେଇ ଜ୍ୟୋତିର୍ଲିଙ୍ଗର ଆଦି କେଉଁଠି ଜାଣିବା ପାଇଁ ପାତାଳ ମୁଖ କରି ଗତି କରିବା ଆରମ୍ଭ କଲେ। ଏମିତି କିଛି କଳ୍ପ ଜ୍ୟୋତିର୍ଲିଙ୍ଗର ଆଦି ଅନ୍ତର ଅନୁସନ୍ଧାନରେ ବିତିଗଲା।
एमिति किछि कल्प ज्योतिर्लिंगर आदि अंतर अनुसंधान रे बीतीगला। विष्णु जेते तलकू गले मध्य ज्योतिर्लिंग सेते लंबी थिबार देखिले। शेषरे निजर हार स्वीकार करी फेरी आसिले सेही स्थान को जेउठी भगवान शिवंक सह भेट होइतिला। सेठारे पहुँचीबा परे विष्णु स्वीकार करथिले जे से सर्वश्रेष्ठ नुहंती। एही समय रे ज्योतिर्लिंगर अंत खोजिबाकू जाइथिबा ब्रह्मदेव महाशून्य रे बुलुथिबा केतकी फूल को सांगरे धरी सेठारे पहुँचिले। एते सहित सीए एही ज्योतिर्लिंगर अंत खोजी पाइछंती बोली केतकी फूल को प्रमाण स्वरूप व्यवहार करथिले। किंतु भगवान शिव जानिथिले ब्रह्मा मिछ कहउछंती। हेले ब्रह्मांक पाखरे सृष्टि करिबार कला को से भल कि बुझिथिले। तेबे दर्शक बंधु सबकिछि जानिबा परे भगवान शिव ब्रह्मा को कोन दंड देइथिले? केतकी फूल काहेकि पूजा पाए नाही? भगवान विष्णु केमिति सृष्टिर पालनकर्ता हेले एवं भगवान शिव आदि शक्ति को केमिति विवाह करथिले? ए सबु प्रश्नर उत्तर एवं ए शिव कथार संपूर्ण रहस्य बुझिबा पई आमर पार्ट 2 भिडियोटी को अपेक्षा करने को पड़िबो। आउ से सबु विषय रे जानिबा पई आम चैनल को सब्सक्राइब करंतु एवं आमको उत्साहित करबा पई भिडियोटी को लाइक कमेंट माध्यम रे आपण को मतामत निश्चय दियंतु। तो आज पई मते एठी विदाय दियंतु। रहुछि नमस्कार। पुणी देखा हबो नुआ भिडियो रे। भिडियोटी को शेष पर्यंत देखिबा पई आपण माननको अशेष अशेष धन्यवाद।